କାରଣ ସମୟ ସନ୍ନିକଟ, ସମୟ ହେଇଗଲାଣି। 2000 ବର୍ଷର ଅନୁଗ୍ରହକୁ କେମିତି ୱେଷ୍ଟ କରି ପକାଇଲେ ଦେଖ ପରା। ହଁ, ନୋହଙ୍କର ସମୟର ଅନୁଗ୍ରହ କେତେ ବର୍ଷର ଥିଲା? 1000 ବର୍ଷର ଅନୁଗ୍ରହ ଥିଲା। ଜାଣିଛନ୍ତି ନା ନାଇଁ? କହିବି ପରେ। ନୋହଙ୍କ ସମୟର ଅନୁଗ୍ରହ 1000 ବର୍ଷ ଥିଲେ, ବର୍ତ୍ତମାନ ସମୟର ଅନୁଗ୍ରହ 2000 ବର୍ଷ ଅଟେ। ଏବେ ବୁଝନ୍ତୁ, ନୋହଙ୍କର ସମୟର ଲୋକମାନେ 1000 ବର୍ଷର ଅନୁଗ୍ରହକୁ ଯାହା ଅବହେଳା କଲେ, ଖାତର କଲେନି, ବେଖାତର କଲେ, ତାହାର ଦଣ୍ଡ ଜଳପ୍ଲାବନ। ଆଉ ବର୍ତ୍ତମାନ 2000 ବର୍ଷର ଅନୁଗ୍ରହ ଯାହା ଆଜିର ଲୋକମାନେ ବେଖାତର କରୁଛନ୍ତି, ମାନେ ସେ 1000 ବର୍ଷର ମୂର୍ଖତାର ଡବଲ ମୂର୍ଖତା କି ନାହିଁ ବର୍ତ୍ତମାନ। ତେଣୁକରି ସେ 1000 ବର୍ଷର ମୂର୍ଖତାର ଦଣ୍ଡ ଯଦି ଜଳପ୍ଲାବନ ହେଲେ, ଏଇ 2000 ବର୍ଷର ମୂର୍ଖତା, ଦୁଷ୍ଟତା ଲୋକମାନଙ୍କର ଆଉ ଅନୁଗ୍ରହକୁ ଅବହେଳା କରିବାର ଏଇ ବୁଦ୍ଧି ପାଇଁ, ଏଇ ସ୍ୱଭାବ ପାଇଁ ଦଣ୍ଡ ଆଉ ଜଳପ୍ଲାବନ ନୁହେଁ, ଡାଇରେକ୍ଟ ଅଗ୍ନି ଅଟେ, ଫାୟାର। ସେଇ କାଳ ଅଗ୍ନିରେ ବି ନଷ୍ଟ ହେଲା, ସେଇ କାଳ ଜଳରେ ବି ନଷ୍ଟ ହେଲା, ଏହି କାଳ ଅଗ୍ନିରେ ବି ନଷ୍ଟ ହେବ। And the main reason is what? You did not use the grace to get saved. ବୁଝିଲେ କି? ସେଇ କାଳ ଜଳ, ଏହି କାଳ ଅଗ୍ନି। ନାଇଁ କି? ଦ୍ୱିତୀୟ ପିତର 3 ଅଧ୍ୟାୟ। ମୁଁ ସବୁବେଳେ କହେ, ନୂତନ ନିୟମ ନାହିଁ, ବାଇବଲର ଯେକୌଣସି ଭବିଷ୍ୟତ ବକ୍ତା ହୁଅନ୍ତୁ, ପୁରାତନ ନିୟମର ଭବିଷ୍ୟତ ବକ୍ତା ମାନଙ୍କୁ ଆପଣ ମାନେ ଦେଖାନ୍ତୁ, ଯେଉଁମାନେ ଭବିଷ୍ୟତ ବାକ୍ୟର ପୁସ୍ତକ ସବୁ ଲେଖିଛନ୍ତି, ଜିସାୟ ଠାରୁ ଆରମ୍ଭ କରିକି ମଲାଖି ପର୍ଯ୍ୟନ୍ତ। ଜିସାୟ ହୁଅନ୍ତୁ କି ଜିର୍ମିୟ ହୁଅନ୍ତୁ, ଜିହିଜକେଲ ହୁଅନ୍ତୁ କି ଦାନିଏଲ ହୁଅନ୍ତୁ, ହୋଶେ ହୁଅନ୍ତୁ, ଜୋଏଲ ହୁଅନ୍ତୁ, ଆମୋସ, ଓବାଦ୍ୟା, ଜୋନସ, ମିକା, ନହୁମ, ହାବକୁକ, ଜେଫନ୍ୟା, ଓବାଦ୍ୟା, ଜେଫନ୍ୟା, ହାଗାଇ, ଜେଖରିୟା, ମେଲାକି, ଏମାନେ ସମସ୍ତେ ଆପଣ ମାନେ ଚେକ୍ କରିବେ, ଶେଷ କାଳ ଆଉ ଶେଷ ବିଚାରର ବାର୍ତ୍ତା ନ କହିକି କିଛି ଲେଖିଛନ୍ତି କି ପୁସ୍ତକ? Every prophet warned about the end and judgment. ଆଉ ଷ୍ଟାର୍ଟ କରନ୍ତୁ ନୂତନ ନିୟମରେ, ବାପ୍ତିଜକ ଯୋହନ ଠାରୁ ଆରମ୍ଭ କରିକି ପ୍ରେରିତ ଯୋହନ ପର୍ଯ୍ୟନ୍ତ। ପ୍ରକାଶିତ ବାକ୍ୟର ଲେଖକ ବାପ୍ତିଜକ ଯୋହନ ଠାରୁ ଆରମ୍ଭ କରିକି ଯୀଶୁ ଖ୍ରୀଷ୍ଟ ଠାରୁ ଆରମ୍ଭ କରିକି ମାଥ୍ୟୁ, ମାର୍କ, ଲୁକ, ଯୋହନ ଠାରୁ ଆରମ୍ଭ କରିକି ପ୍ରେରିତ ପାଉଲ, ଯାକୋବ, ପିତର ଆଉ ଯୋହନଙ୍କର 3ଟା ପତ୍ରିକା। କହିବାର ଉଦ୍ଦେଶ୍ୟ କଣ କହୁଛି? ଏମାନେ କେହି ବି ଶେଷ କାଳ, ଶେଷ ବିଚାର, ଦଣ୍ଡ ଓ ପୃଥିବୀର ବିନାଶ ବିଷୟରେ ନ କହିକି କେ ହେଲେ ନିଜକୁ ଅଟକାଇଲେ କି? ଏଇଟା ହେଲା କ୍ୱେଶ୍ଚନ। ଏମିତି ସମସ୍ତେ ଭାବବାଦୀ ନୁହନ୍ତି ତ। କେ ଜଣ ପ୍ରେରିତ ଥିଲେ, କେ ଜଣ ଭାବବାଦୀ ଥିଲେ, କେ ଜଣ ସୁସମାଚାର ପ୍ରଚାରକ ମଧ୍ୟ ଥିଲେ। ତଥାପି ବିନାଶ ବିଷୟରେ ସତର୍କ ବାଣୀ ନ କହୁନୁ କେହି ବି ନାହାନ୍ତି ତ। ଆମେ ଜାଣୁ ଯୀଶୁ ଖ୍ରୀଷ୍ଟ ପ୍ରେମିକ, କ୍ଷମାକାରୀ, ଦୟାଳୁ।
आमको परित्राण करने पे क्रूस रे प्राण देबा पई से पर आसीथिले अवश्य ठीक अछि वेरी गुड तथापि विचार विषय न कहि कि रहिले कि प्रभु जीसु जीसु ख्रीष्ट दंड विषय न कहि कि रही गले कि नरक विषय न कहि कि रहिले कि नो तो आजिकाली वक्ता माने जमा कहीं कहूना बुझंतु आपण माने दंड विषय कहूना विचार विषय कहूना पाप को खंडन करूना नरकर दंड विषय लोक मान सतर्कता देउ भी नहांती तो बिब्लिकल प्रीचर्स की से माने बाइबल अनुजाई वक्ता की भाववादी की सुसमाचार प्रचारक माने अटंती की से माने चलो पॉइंट मुझे मुझे चिंता करथिली पितर कहते पितर पत्रिकार मध्य से लिखिं शेष काल शेष जुग विचार आगमन जीवना पत्र गोटे मात्र पत्र बेचारा हेले भी शेष काल विषय विचार विषय लिखिं से आ पाउलंकर रोमियो ठानु आरंभ करके हेब्री पर्यंत सब पत्रिका देखंतु केवल से फिलोमन पत्रिका छाड़ी बाकी को पत्रिकार हेले मध्य विचार शेष विचार विनाश दंड आगमन विषय न कही किछि रहिले कि this is not an acceptance again it's not an exemption এটা ଗୋଟେ ଛାଡି ଦେବାର ଅପସନ ନୁହେଁ ଆମ୍ଭ ମାନଙ୍କର ସୁସମାଚାରରେ ହିଁ ଗୋଟେ ଅଂଶ ଅଟେ ଜାଣିଛନ୍ତି ଆପଣ ମାନେ ବିନାଶ ବିଚାର ମଧ୍ୟ ସୁସମାଚାରର ଏକ ଭାଗ ଏକ ଅଂଶ ଅଟେ ଆପଣ ଯୋଉ ପଦ ବି ଦେଖାନ୍ତୁ ମତେ सुसमाचार प्रचार करिबा पाए हम जहाँ व्यवहार करू फॉर एग्जांपल जहन 3:16 कारण ईश्वर जगत को एडे प्रेम कले मते ओडिया रे मने नहीं से आपण अद्वितीय पुत्र को दान कले ओके ओके रुंत से आपण अद्वितीय पुत्र को दान कले जेपरी जे केही तांको ठारे विश्वास करे से डैश विनष्ट न हेउ विनाश लिखा अच्छी आज्ञा सुसमाचार रे भी विनाशर गोटे पॉइंट थिबा कथा हैं जे विश्वास करी बाप्तिजित हुए से परित्राण पाए वाओ वंडरफुल गॉस्पेल जे विश्वास न करे से दंडाज्ञा पाए वेयर इज द जजमेंट सब बेले कहे परित्राणर सुसमाचार करला कहिला बेले परित्राण माने कौन उद्धार बचाव बंची जीवा कोथिरु आमे बंची जाउछु ताहा न कहले हेबो कि कौन से चीज से हमें बचना है वो तो बोला नहीं जा रहा कहीं भी आस जानतो पितर को पाख द्वितीय पितर 3 अध्याय रे सेटा से मते चिंता करदे रे को वक्ता हेबी को भाववादी भी को प्रेरित भी को सुसमाचार प्रचारक भी आपना को अटके नाहंती कि नाम विचार दंड क्रोध ए विषय न न कहिबा थाउ लोक माने खराब भावे डरी जीवे बोलला परि के निज को अटकाइले कि जदि सतरे पवित्र आत्मा पाइछंती यू विल प्रीच द जजमेंट तो से पितर 3 अध्याय हम को सिखाए अवश्य टॉपिक आम मान शेष काल नुहे जे हठात मने पड़िला कि अनुग्रह अपव्यवहार कलारु अनुग्रह को ठीक रे व्यवहार करि नथिबारु अवहेला कलारु व्यर्थ कलारु ही दंड एटा 3 अध्याय कोठी 6-7 पद पड़ुछि
ଆଉ ତଦ୍ୱାରା ସେହି କାଳର ଜଗତ ଜଳରେ ପ୍ଲାବିତ ହୋଇ ବିନଷ୍ଟ ହେଲା। ସେହି କାଳର ଜଗତ ନହଙ୍କର ସମୟ। 7 ପଦ, ପୁଣି ଏହି ବର୍ତ୍ତମାନ ଆକାଶ ମଣ୍ଡଳ ଓ ପୃଥିବୀ ସେହି ବାକ୍ୟ ଦ୍ୱାରା ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି। ସେହି କାଳ ଜଳରେ ବିନଷ୍ଟ ହେଲା, ଏହି କାଳ ଅଗ୍ନିରେ ବିନଷ୍ଟ ହେବ। रीजन क्या है? सेम रीजन है, ଅନୁଗ୍ରହକୁ ଖାତର କଲ ନାହିଁ। ଇନଫ୍ୟାକ୍ଟ ଅନୁଗ୍ରହକୁ ନା ଆହୁରି ପାପ କରିବା ପାଇଁ ହିଁ ବ୍ୟବହାର କଲେ, ଆହୁରି ଦୁଷ୍କର୍ମ କରିବା ପାଇଁ ହିଁ ବ୍ୟବହାର କଲେ, କିନ୍ତୁ ପରିବର୍ତ୍ତନ ହେବା ପାଇଁ ବ୍ୟବହାର କରିନଥିଲେ। ଏଟାକୁ କହନ୍ତି ଅପବ୍ୟବହାର, ମିସୟୁଜ, ମିସୟୁଟିଲାଇଜ, ଗଲତ ଇସ୍ତେମାଲ କରନା। ପ୍ରଚାର ବି ସେମିତି ଚାଲେ, ଯେହେତୁ ଅନୁଗ୍ରହ ଅଛି ତେଣୁ କରି ପାପ କର। ପାପ କରୁନ କି ଭାଇ? ତମମାନେ ଡରୁଛ କି? ହେଲେ ତମକୁ ବିଶ୍ୱାସ ନାହିଁ ଅନୁଗ୍ରହ ଉପରେ। ଅନୁଗ୍ରହ ପାଇନ କାहे ରେ ବାପରେ। ଶୈତାନ ବି ସେତିକି ପ୍ରଚାର କରିବନି ବୋଧେ, ଏତିକି ଚାଲାକିରେ। ସେ ହେଲେ ଟିକେ ଡରିବ ବୋଧେ। ଦିସ୍ ଇଜ ଦ ରିଜନ। କ୍ରୋଧରୁ ବଞ୍ଚି ଯିବା ପାଇଁ ବ୍ୟବହାର କରୁନାହାନ୍ତି ଅନୁଗ୍ରହକୁ। କ୍ଷମା ପାଇବା ନିମନ୍ତେ ଅନୁଗ୍ରହକୁ ବ୍ୟବହାର କରୁନାହାନ୍ତି। ପବିତ୍ରୀକୃତ ହେବାକୁ ଅନୁଗ୍ରହ ବ୍ୟବହାର କରୁନାହାନ୍ତି। ଆଗାମୀ ବିନାଶରୁ ବଞ୍ଚି ଯାଇ ସ୍ୱର୍ଗକୁ ଯିବା ପାଇଁ ଅନୁଗ୍ରହ ବ୍ୟବହାର କରୁନାହାନ୍ତି। ଜଷ୍ଟ ऐश आराम की जिंदगी, गाड़ी बंगला, ସୁସ୍ଥତା, ପେଟ ବଥା ବି ନ ହେଉ, ଖାସ ବି ନ ହେଉ, ଛିଙ୍କ ବି ନ ହେଉ, ମୃତ୍ୟୁ ବି ନ ହେଉ, ନାଇଁ କି? ମୃତ୍ୟୁ ବି ନ ଆସୁ। 24 ଘଣ୍ଟା ହିଲିଂ 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 ହିଲିଂ। ମରୁନାହାନ୍ତି ନାଇଁ ଖ୍ରୀଷ୍ଟିଆନ ମାନେ? ଆହୁରି ପ୍ରଭୁଙ୍କୁ ପାଇଲେ ମରିବେ ନାଇଁ? ପ୍ରଭୁଙ୍କୁ ପାଇଲେ ମରିବେ ନାଇଁ କହିଲା ପରେ ହିଲିଂ ମିଟିଂ ଧାଉଁଛନ୍ତି ଲୋକମାନେ। ଖ୍ରୀଷ୍ଟିଆନ ହେଇକି ଛୁଆମାନେ ମରିନାହାନ୍ତି କି? ଖ୍ରୀଷ୍ଟିଆନ ପରିବାରର, ଖ୍ରୀଷ୍ଟିଆନ ପରିବାର ଯୁବା ଯୁବତୀ ମରିନାହାନ୍ତି ନା ମରିନାହାନ୍ତି କି? ଖ୍ରୀଷ୍ଟିଆନ ପରିବାରର ରୋଗରେ ମରିନାହାନ୍ତି, ଆକ୍ସିଡେଣ୍ଟରେ ମରିନାହାନ୍ତି? କାଳ ପୂର୍ବେ ସମୟ ବୁଢା ହେଲେ ହିଁ ମରୁଛନ୍ତି କି? ମଝିରେ ମରୁନାହାନ୍ତି କି? ଖ୍ରୀଷ୍ଟିଆନ ହେଇକି ପ୍ରଭୁଙ୍କର ସଦ୍ଭକ୍ତ ମାନେ ଚାଲି ଯାଉନାହାନ୍ତି? जाऊंती। तो रॉन्ग सुसमाचार क्यों प्रचार कर रहे हैं कि प्रभु को पाइले रोग हेबनी, प्रभु को पाइले दुख हेबनी, प्रभु को पाइले मरण हेबनी? की कथा एटा रॉन्ग। प्रभु को पाइब लोक कुड़िया घरे नहांती कि? समस्ते घर बने सारे कि? प्रभु को पाइब लोक समस्त को चाकरी मिलवा ग्यारंटी हो गला कि? प्रभु को पाइछ बोली पूरा धनी हो गले कि गरीब के नहांती नहीं? प्रभु को पाइछ बोली ऋण समस्या कार नहीं? दुखे सुखे बोली कहती आज्ञा, दुखरे सुखरे चालू। प्रभु को पाइके कौन लाभ है बोल पचार लोक मैंने विजाति नुहे। आज्ञा म्यूट करंतु। कौन लाभ है बोल पचारे लोक पचारुंत मध्य। कारण ख्रीस्टियन है कि भी गरीब लोग सोमालिया जानते, आफ्रिकन कंट्रीज जानते, गरीब लोक माने बेचारा क्रिश्चियंस खाइबा को नहीं। प्रॉस्पेरिटी गॉस्पेल सेठी काम करिवनी जमा। प्रभु को पाइले रोग सुस्थ हैला, गाड़ी पाइली, बंगला पाइली, चाकरी पाइली, एटा साक्ष्य नहीं आ गया। न एटा पाई न थांते ताले प्रभु को ग्रहण करिबे नै कि आपण माने? मु सेटा कहे सब बेले सुस्थ हेलु बोली प्रभु को पाइलो, एई न थांते जदी ताले प्रभु को पाई न थांते, नहीं कि? कंफर्म ना? ये गवाही नहीं है। गवाही क्या है? जो भी हालत हो, यीशु मसीह में परमेश्वर को देखा हमने। यीशु ख्रीष्टଙ୍କ ଠାରେ ଈଶ୍ୱରଙ୍କର ସନ୍ଧାନ ପାଇଛୁ ଆମେ। ସେ ସୁସ୍ଥ କରନ୍ତୁ କି ନ କରନ୍ତୁ ଫରକ नहीं ପଡିବ, ସେହି ପରମେଶ୍ୱର ଅଟନ୍ତି ଆମର ପାଇଁ। ସେ ଆମକୁ ପଇସା ଦିଅନ୍ତୁ କି ନ ଦିଅନ୍ତୁ, ତାଙ୍କ ଛଡା ଆମର ପାଇଁ ପରମେଶ୍ୱର କେହି ନାହାନ୍ତି। ଋଣ ସମସ୍ୟା କ୍ଲିୟର ହେଉ କି ନ ହେଉ कुछ फरक नहीं पड़ता, से छड़ा कहीं परमेश्वर नहांती बोलिबा साक्ष्य देबार दम जदि नहीं ताले आपण माने ख्रिश्चियन नुहंती प्रकृत रे। सब फॉर्मालिटी के लिए चलता है। अनुग्रह को
ନହଙ୍କର ସମୟରେ ଲୋକମାନେ ବି ଅପବ୍ୟବହାର କଲେ, ଖାତର କଲେ ନାହିଁ। କଣ କହିବି ମୁଁ ଠିକରେ ଜାଣିପାରୁନି ସେଟା କଣ କହିବେ। ପାଉଲ ରିକ୍ୱେଷ୍ଟ କଲେ ଆଜ୍ଞା, 2 Corinthy 6:1 ମୁଁ ଲାଷ୍ଟ ଆୱାରରେ ବୁଝାଇବା ପାଇଁ ଚେଷ୍ଟା କରିବି। 2 Corinthy 6:1 ଆଲଫା ଅଛି। Praise the Lord. Praise the Lord। ଆହୁରି ମଧ୍ୟ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ତୁମ୍ଭମାନଙ୍କ ଠାରେ ବୃଥା ନ ହୁଏ, ଏଥିପାଇଁ ତାହାଙ୍କ ସହିତ ଏକତ୍ର କର୍ମ କରୁ କରୁ ଆମ୍ଭେମାନେ ନିବେଦନ କରୁଅଛୁ। ବସ୍ ବସ୍ ବସ୍। हिंदी रे पढ़ुଛି देखो। हम जो परमेश्वर के सहकर्मी हैं, ये भी समझाते हैं कि परमेश्वर का अनुग्रह जो तुम पर हुआ व्यर्थ ना रहने दो, बेकार न जाओ। हैं? ଆହୁରି ମଧ୍ୟ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ତୁମ୍ଭମାନଙ୍କ ଠାରେ ବୃଥା ନ ହୁଏ ଆମେ ନିବେଦନ କରୁଛୁ। ଈଶ୍ୱରଙ୍କର ସହକର୍ମୀ ଭାବରେ ଆପଣମାନଙ୍କୁ ଆମେ କଣ ନିବେଦନ କରୁଛୁ, କଣ ରିକ୍ୱେଷ୍ଟ କରୁଛୁ ଆପଣମାନଙ୍କୁ? ଭାଇ, ଯୋଉ ଅନୁଗ୍ରହ ଆପଣ ପାଇଛନ୍ତି ନା, ବ୍ୟର୍ଥ ହେବାକୁ ଦିଅନ୍ତୁନି, ୱେଷ୍ଟ କରନ୍ତୁନି। ଅନୁଗ୍ରହ ଥାଇକି, ଅନୁଗ୍ରହ ପାଇକି ବି କାହିଁକି ନରକ ଯାଉଛନ୍ତି, କାହିଁକି ବିନଷ୍ଟ ହେଉଛନ୍ତି, କାହିଁକି ଆହୁରି ଏପର୍ଯ୍ୟନ୍ତ ପାପର ବନ୍ଧନରେ ଅଛ ତମମାନେ ବୋଲି କହୁଛନ୍ତି ପାଉଲ। क्या कर रहे हैं आप लोग? इतना क्या बोलते हैं, सुविधा था। हैं? राजा साउलଙ୍କର ସେନାପତି ଅବନେର ମରି ଯାଇଥିଲା। ଅବନେର ମରିଗଲା ବେଳେ କିଏ ମାରିଲା? ଯୋଆବ, ଦାଉଦଙ୍କର ସେନାପତି ଯୋଆବ ଯାଇକି ଅବନେରକୁ ମାରିଦେଲା। ଆଉ ଯେତେବେଳେ ଅବନେର ମରିଗଲା, ଦାଉଦ ବେଚାରା ବହୁତ କାନ୍ଦିଲେ। କଣ ପାଇଁ କାନ୍ଦିଲେ ସେ ଷ୍ଟୋରି ପରେ ମୁଁ ଆପଣମାନଙ୍କୁ ବୁଝାଇବି, ଆପଣମାନେ ପରେ ପଢିବେ 2 ସାମୁଏଲ। ଟପିକ ଏବେ ନାହିଁ, ମୁଁ କହିବି। ସେ ଅବନେର ମରିଲା ବେଳକୁ ଦାଉଦ କାନ୍ଦିଲେ ଆଉ କହିଲେ, କିଏ ଗୋଟେ ମୂର୍ଖ ଲୋକ ପରି କେମିତି ମରିଗଲ ଅବନେର। ବଢିଆ ଥିବ ସେଟା, ଦେଖ 2 ସାମୁଏଲ ବାଇବଲକୁ ଠିକରେ ପଢି ଜାଣନ୍ତୁ। ଖାଲି ଆଶୀର୍ବାଦର ପଦ ପର୍ବକୁ ଗାର ମାରିବାଟା ଛାଡି ଦେଇ ପରମେଶ୍ୱରଙ୍କର ସଂକଳ୍ପ, ପରମେଶ୍ୱରଙ୍କର ଉଦ୍ଦେଶ୍ୟ, ପରମେଶ୍ୱରଙ୍କର ଯୋଜନା ଆଉ ପରମେଶ୍ୱର ଜଣ ଜଣଙ୍କର ଜୀବନରେ କେମିତି କାର୍ଯ୍ୟ କଲେ ସେ ତାହା ଆପଣମାନେ ଗ୍ରାସ୍ପ କରିବା ପାଇଁ ବାଇବଲ ପଢନ୍ତୁ। ତାହେଲେ ଠିକରେ ଆପଣମାନେ ଜାଣିପାରିବେ। 3 ଅଧ୍ୟାୟ, 2 ସାମୁଏଲ 3 ଅଧ୍ୟାୟ 31 ପଦରୁ। ଅନନ୍ତର ଦାଉଦ ଜୟାବକୁ ଓ ତାହାର ସଙ୍ଗୀ ଲୋକ ସମସ୍ତଙ୍କୁ କହିଲେ, ତୁମ୍ଭେମାନେ ଆପଣା ଆପଣା ବସ୍ତ୍ର ଚିରି ଅଖା ପିନ୍ଧ ଓ ଅବନରର ଆଗେ ଆଗେ ଶୋକ କରି ଚାଲ। ପୁଣି ଦାଉଦ ରାଜା ଶବସଜ୍ଜାର ପଛେ ପଛେ ଚାଲିଲେ। ଆଉ ସେମାନେ ହିବ୍ରୋନରେ ଅବନରକୁ କବର ଦେଲେ ଓ ରାଜା ରବ ଉଠାଇ ଅବନର କବର ନିକଟରେ ରୋଦନ କଲେ ଓ ସମସ୍ତ ଲୋକ ରୋଦନ କଲେ। ପୁଣି ରାଜା ଅବନର ପାଇଁ ବିଳାପ କରି କହିଲେ, ଯେପରି ମୂଢ ମରେ ସେପରିକି ଅବନରକୁ ମରିବାକୁ ହେଲା। ତୁମ୍ଭ ହାତ ବନ୍ଧା ନଥିଲା କି ବେଡିରେ ତୁମ୍ଭ ପାଦ ବଦ୍ଧ ନଥିଲା? ଯେପରି ମନୁଷ୍ୟ ଅଧର୍ମୀ ସନ୍ତାନମାନଙ୍କ ଆଗରେ ପଡେ, ସେପରି ତୁମ୍ଭେ ପଡିଲ। ଏଥିରେ ସମସ୍ତ ଲୋକ ପୁନର୍ବାର ତାହା ପାଇଁ ରୋଦନ କଲେ। ବାସ୍ ବାସ୍, ପଏଣ୍ଟ ଦେଖ ତ। କେମିତି ଗୋଟେ ମୂଢ ଲୋକ, ଗୋଟେ ମୂର୍ଖ ଲୋକ, ପାଗଳିଆ ଲୋକ ମରିଲା ପରେ କେମିତି ମରିଲ? ତୁ ପରା ସେନାପତି, ଆହୁରି ଉଲ୍ଟା। ତୋର ହାତ ଗୋଟେ ବନ୍ଧା ବି ନଥିଲା, ସିଆଡେ ଯାଜକ ପାଖରେ ଧାଇଥାନ୍ତ, ସେଟା ବି ହେଲାନି। ଭାଓବାଦୀ ପାଖକୁ ଧାଇଥାନ୍ତ, ସେଟା ବି ହେଲାନି। ଦାଉଦ ମୋ ପାଖକୁ ଆସିଥାନ୍ତ, ସେଟା ବି ହେଲାନି। ସେ ଯଜ୍ଞ ବିଧିର ଶୃଙ୍ଗ ଧରିଥାନ୍ତ, ସେଟା ବି ହେଲାନି। ଆଶ୍ରୟ ନଗର ଥିଲା କି ନାଇଁ ଇସ୍ରାଏଲର? ଝାଇ ପଳେ। ଯୋଆବ ଯଦି ଘୋଡୁଛି ତୁମକୁ, ତାର ଦୋଷ ନଥିଲା। ଆକ୍ଚୁଆଲି ଯୋଆବର ଭାଇକୁ ମାରି ଦେଇଥିଲା ଅବନେର, ତାହାର ଦୋଷ ନଥିଲା। ଆକ୍ଚୁଆଲି ବାଇ ଆକ୍ସିଡେଣ୍ଟ ହେଇଯାଇଥିଲା ସେଟା।
तो जॉब रागी गला मोर भाई को तू मार देबू कि बोली जाइके अब्नेर को धरला बेल को अब्नेर धाई 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 दे बेचारा मरला हो। ଏଠି ପଏଣ୍ଟ କଣ ମାନେ ଅନୁଗ୍ରହ ଆମକୁ ମୁକ୍ତ କରୁଛି, ଅନୁଗ୍ରହ ପାପ କ୍ଷମା ଦେଉଛି, ଅନୁଗ୍ରହ କ୍ରୋଧରୁ ମୁକ୍ତ କରୁଛି, ଅନୁଗ୍ରହ ସ୍ୱର୍ଗ ପାଇଁ ଯୋଗ୍ୟ କରୁଛି। ତଥାପି ଲୋକ ମରିକି ନରକ ଯାଉଛନ୍ତି। ମୂଢ ଲୋକ ପରି ନୁହଁ କି ଏଟା ହିଁ ଦାଉଦ ଯେମିତି କାନ୍ଦୁଛନ୍ତି, ଆଜି ଯୀଶୁ ବି କେମିତି କାନ୍ଦୁଛନ୍ତି। କେମିତି ମୂଢ ଲୋକ ମରିକି ନରକ ଗଲା ପରି ମରୁଛନ୍ତି। ଅନୁଗ୍ରହ ଥାଇକି, ଯୀଶୁଙ୍କର ନାମ ଥାଇକି, ଯୀଶୁଙ୍କର ରକ୍ତ ଥାଇକି, ଏତିକି ପ୍ରତିଜ୍ଞା ଥାଇକି, କ୍ରୁଶର ଶକ୍ତି ଥାଇକି, ପବିତ୍ର ଆତ୍ମା ସାହାଯ୍ୟ କରିବା ପାଇଁ ଥାଇକି ବି why are you dying and why are you perished brother sister? क्यों मर रहे हो आप लोग? क्यों विनाश हो रहा है आपका? अनुग्रह को व्यवहार करी जानले नहीं ठीक रे, ଯୀଶୁଙ୍କ ରକ୍ତକୁ ବ୍ୟବହାର କରି ଜାଣିଲେ ନାହିଁ ଠିକରେ, ପ୍ରତିଜ୍ଞା ବାକ୍ୟର ପ୍ରତିଜ୍ଞାକୁ ଭଲରେ ବ୍ୟବହାର କରି ଜାଣିଲ ନାହିଁ ଠିକରେ, ସୁସମାଚାରକୁ ବ୍ୟବହାର କରି ଜାଣିଲ ନାହିଁ ଠିକରେ। ଖାଲି ସୁସ୍ଥତା, ପେଟ ବଥା, ନୂଆ ସାର୍ଟ, ଡ୍ରେସ, ଗାଡି, କଷ୍ଟଲି ଆଇଫୋନ, ଏଟା ପାଇଁ ହିଁ ବ୍ୟବହାର କରିଛନ୍ତି ବାକ୍ୟକୁ, ଏଟା ପାଇଁ ହିଁ ବ୍ୟବହାର କରିଛନ୍ତି ପ୍ରାର୍ଥନାକୁ, ଏଟା ପାଇଁ ହିଁ ବ୍ୟବହାର କରିଛନ୍ତି ପ୍ରତିଜ୍ଞାକୁ, ଏଟା ପାଇଁ ବ୍ୟବହାର କରିଛନ୍ତି ପରମେଶ୍ୱରଙ୍କୁ। ଆଉ ସ୍ୱର୍ଗକୁ କିଏ ଯିବେ ଆଉ? ବାପା ଯଦି ପଠାଇଥିବ ପଇସା, ବାବୁରେ ଫିସ୍ ବାନ୍ଧିଥା, ଫିସ୍ ବାନ୍ଧେ, ନୂଆ ଡ୍ରେସ କିଣେ, ମଝିରେ ସାଙ୍ଗମାନ ସହିତ ଯେତେବେଳେ ଯିବ ଟିକେ ବିରିୟାନୀ ଫିରିୟାନୀ ଖାଇଦେ, ଓକେ। ଗାଡି ବୋଲଛ ନାଇଁ କି, ଗାଡିରେ ପେଟ୍ରୋଲ ଟିକେ ପକା, ନୂଆ ବୁକ୍ସ ବୋଲୁଥିଲ ବହି 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 କିଣେ। ପିଲା କଣ କରଲା? ଡ୍ରଗ୍ସ ପାଇଁ, ମଦ ପାଇଁ, ଜଲସା ପାଇଁ ସବୁ ଉଡାଇ ଦେଲା। ଆଉ ସ୍କୁଲରୁ କଲେଜରୁ ବାହାର ଘରକୁ ପଳେଇ ଆସିଲା ପିଲା, ବାବା ପଚାରିଛି କିରେ? ନାଇଁ କାଢି ଦେଇଛନ୍ତି ମତେ। କାହିଁ କାଢିଲେ? ଫିସ୍ ବନ୍ଧା ହେଲାନି, ଗାଡିରେ ତେଲ ନାହିଁ, ବହି କିଣି ପାରିଲି ନାହିଁ। ତ ପଇସା ପଠାଇଲି ପରା ବାବୁ। नहीं हमें सब सब चाटी पकड़ू सांग मानक सांग, वही काम कर रहे हैं क्रिश्चियन लोग। जिस काम के लिए अनुग्रह दिया वो काम नहीं कर रहे, उस अनुग्रह को उल्टा तरफ खर्च कर रहे हैं। पॉइंट टू बी नोटेड। ସେଥିପାଇଁ ବାଇବେଲ କହେ ଏତେ ମହାନ ପରିତ୍ରାଣକୁ ଆପଣ ମାନେ ଅବହେଳା କଲେ ବଞ୍ଚିବେ କି? ହେବ୍ରୀ 2 କେତେ 2:3, ହେବ୍ରୀ 2:3। ତେବେ ଏପରି ମହାପରିତ୍ରାଣ ଅବହେଳା କଲେ ଆମ୍ଭେମାନେ କିପରି ରକ୍ଷା ପାଇବା? बस बस ତାହା बस 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 बेटा, दैट्स द हाईलाइट पॉइंट। तो हम लोग ऐसे बड़े उद्धार से उपेक्षा करके कैसे बच सकते हैं? इतने बड़ो महापरित्राणों का आपण माने ठुकराई देले। परित्राण दरकार नहीं, हीलिंग 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 हीलिंग, परित्राण दरकार नहीं, जॉब 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 जॉब, परित्राण दरकार नहीं आज्ञा, पैसा ऋण सुझु सुझु, परित्राण दरकार नहीं, छुआ 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 छुआ। यू डोंट एक्चुअली, आप लोग उद्धार क्या वैल्यू पहचाने नहीं टोटल। उद्धार पाओ, रोगरे मरले भी किसी चिंता नहीं आ गया। उद्धार पाओ, दरिद्रतारे मरले भी चिंता नहीं आ गया। उद्धार पाओ, जीवन एकला बंचले भी डरवाटा नहीं आ गया। उद्धार पाओ, उद्धार मूल्य रोग ठारू महान, उद्धार परित्राण मूल्य पैसा ठारू बड़, परित्राण मूल्य जॉब ठारू बड़, परित्राण मूल्य कॉलेज रे पास हेबा ठारू बड़। आज्ञा जानी पारले नहीं क्रिश्चियन माने, क्रिश्चियन माने परित्राण पाऊना। प्रे फॉर वर्ल्ड, प्रे फॉर इंडिया पड़े काम दे देबो भाबुछंती। निजर पुओ झियो को तो परित्राण मिलला नहीं पर्यंत। जो भी है घर से शुरू करो। बाहर ही पड़ले दुनिया को उद्धारिया पाई। प्रे फॉर द वर्ल्ड, प्रे फॉर यूक्रेन, प्रे फॉर इज्राइल, प्रे फॉर अमेरिका। तुम घरे पुओ केमती अच्छे देखो तो, ओ झियो माने मुझे कहे खाली कहते प्रे 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 प्रे, कुछ नहीं होता।
जो प्रार्थना आपको खुद को चेंज नहीं कर पाया, वो प्रार्थना दुनिया को क्या चेंज करेगा भैया? जो प्रार्थना आपणको निज ठारे ही परिवर्तन किसी आणु नहीं, आपणको निजर पुड़िया छड़ाई पारला नहीं, आपणकर प्रार्थना निजर पान छड़ाई पारला नहीं, आपणकर प्रार्थना गोटे टीवी गोटे सिनेमा छड़ाई पारला नहीं। प्रे फॉर द वर्ल्ड करके आप प्रार्थना करदेले प्रभु शुणिदेवे नहीं कि हो सब फॉर्मालिटी का काम है। हम प्रार्थना कलु, प्रभु शुणले नहीं, आमको संपर्क नहीं, आम प्रार्थना कलु, स्वयं तृप्ति सेल्फ सैटिस्फैक्शन आम कलु। आज रात सारा कलु, आम 3 दिन फास्टिंग कलु, आम दिन सारा कलु। निजर विषय टिके विवेचना करो बोली बाइबल कहे। निजर विषय टिके चिंता करके देखो ठीक रे चल रहे हैं कि नहीं। मैं क्रिसमस पर्व पालिलु कहतु नहीं केते फोन मत जानते काली ठू आ कहतु नहीं कोटा पाई जानी पर्व पाई राजीव जान खाली पर्व पाई एक स्मरण करुछंती कहीं जो वक्ता को भावुले से वक्ता खाली नथिबे सब फिक्स हो जाइछंती। दुनिया विनाश हेबा अवस्था रे पर्व लागी आज क्रिश्चियन मानक। ए वर्ष क्रिसमस न फाड़ले आ जीसु जन्म न हेला परिका नहीं। ए वर्ष क्रिसमस पर्व न पाळिले तो जीसु जन्म ही नांती नहीं। ए वर्ष नुआ वर्ष न पाळिले आ नुआ वर्ष आसीबो ना नुआ कैलेंडर में देखिबो को नहीं। केते फॉर्मल क्रिश्चियंस हे गले, केते नॉमिनल हे गले। छड़ा जीवे माने सब आगमन रे स्थान पाइबे नहीं, लिखिकी रखंत ओके डेट सहित। मु भाववाणी कहू नहीं राजीव भाई दर्शन देखिकी भाववाणी कहले कि के जीवे नहीं आगमन रे, मु सेटा कहू नहीं। स्कैन करिकी रिपोर्ट देउछि पैथोलॉजी, आत्मिक पैथोलॉजी, आत्मिक जीवन को स्कैन करके रिपोर्ट देवर काम भाववादी अटे। और बाकी आपण ए रिपोर्ट देखिकी प्रभुंकर गोड़ धरिकी इलाज पाइले सेटा आपणकर ऊपर रहिला नहीं। प्रभु सेमती न मु आगमन छड़ा जीवी नहीं, प्रभु दया करो राजीव भाई कौन सेमती कहीदेव तांकर किछ काम नहीं, प्रभु तुम मात्र दयालु, प्रभु गोड़ धर मैं तो कहूथी जीव नहीं बोली। आपन को क्या अटकाइला? प्रभु को गोड़ धरी था तो राजीव डैनियल पॉकेट रे नाहंती ना परमेश्वर ना परमेश्वर राजीव डैनियल किणी के रखिसंती कि कॉपीराइट ना। मु कहिबी मु गाली करबी तुम जीवन नरक जीव बोली कहबी तो आपण कौन करबार? प्रभु को गोड़ धरिबार जाइकी हाँ प्रभु सेमती न हो प्रभु बोली कहतु, क्षमा करो प्रभु बोली कहतु, सॉरी प्रभु बोली कान धरतु, जीवन रे किछि काम हेबो। आ से दिन आपण स्वर्ग रे देखिकी राजदान लाज करिवो एमती हो। आमीन प्रेज द लॉर्ड। जे माने जीवे नहीं बोली भाबुछि से मन जो स्वर्ग रे देखिबी आज्ञा आपण ठारू मु बहुत खुशी हेबी, आपण ठारू अधिक खुशी हेबी। प्रेज द लॉर्ड। तो आमे देखुथिलु परमेश्वर अनुग्रह दान गुड़िक प्रभु जहाँ हमको देइछंती ताहा अपव्यवहार खराब व्यवहार करिबा नहीं, मिसयूटिलाइज करिबा नहीं, गलत इस्तेमाल ना करें। विश्वास तुम्हें विश्वास कले कौन कहले ए पहाड़ उठिकी समुद्र रे जीव, पहाड़ पाकु जाइके जहाज सुग नाम रे बोल को नहीं जाइके ओके। तो पहाड़ घुंचिले केते न घुंचिले केते विश्व तुमर विश्वास रे पहाड़ घुंचिके समुद्र रे पड़ला बोलो क्या हुआ? फिर कुछ फर्क हुआ क्या? विश्वास को सीमित व्यवहार करो ने जेतु यीशु कहिसंती आ तेणु करी से गुटे वीडियो देखुथिली जेहेतु यीशु कहिसंती तुमे साप को उठाइले मध्य विश्वास रे और ता तुमको कामुड़ी बने तो पास्ट गुटे उठाई देला पणी से गुटे चर्च देखली रे बाप रे कामुड़ला तो कामुड़ला रो ना एटा वाक्य मिछ कथा तमे सेमती बुझलो लेखा अछि बोली जन लोक दानियल सिंहर गर्तरे थिले प्रभु तांको सबर थिले सिंहर से जू जूरे जाके सिंहर ये भीतर पसी बोला जन पास्टर
କଣ ଶିଖୁଛନ୍ତି ବାଇବେଲକୁ କେମିତି ପଢୁଛନ୍ତି ବାଇବେଲର କିଛି ଦେଖାଯାଉନି କି କର୍ମ କରିବା ପାଇଁ ଆଉ କିଛି ଦେଖାଯାଉନି ଫଲୋ କରିବା ପାଇଁ ଧାର୍ମିକତା ପାଇଁ ହିଂସା ଦୁଃଖ କଷ୍ଟ ପାଇବାର ଅଛି ସେ ପଦ କାହିଁକି ଧରୁନାହାନ୍ତି ପବିତ୍ର ରହିବାର ଅଛି ସେ ପଦ ପାଇଁ କାହିଁକି ଜିଦ୍ ଆସୁନି ବ୍ୟଭିଚାର କରିବାର ନାହିଁ କଣ କେତେକ କାମୁକତାର ପରିସ୍ଥିତି ମୋ ସାମ୍ନାରେ ଆସିଲେ ମଧ୍ୟ ଯୋସେଫଙ୍କ ପରି ପବିତ୍ର ଥିବି ଏଇଟା କାହିଁକି ଆସୁନି ପାହାଡକୁ ଘୁଞ୍ଚାଇବା ସାପ ଧରିବା ସିଂହର ଗତରେ ଯିବା ପାଣିରେ ଚାଲିବା ଆଉ ସେ ନଦୀ ଉପରେ ଯାଅ ଡେଇଁ ପଡ जिस चीज को पकड़ के इस्तेमाल करना वो नहीं करते ओवर एक्सट्रीमेट ठीक रास्ता नहीं पकड़े सबु जगह बाइबल को लिटराली नियोने आत्मिक कौन कहले पावलो आत्मिक विषय को आत्मिक भाव रे तुलना करिवार बोली कहले प्रथम करती 2 केते 12 बाइबल आपण माने बुझिला परी नुहे आज्ञा बाइबल कॉन्टेक्स्ट रे पढ़ो बोल कहले हेबो नहीं आत्मिकता रे पढ़ो बाइबल को कॉन्टेक्स्ट रे ही पढ़िबार अछि बोलिबा पद आपण देखाई पारिबे नहीं बाइबल रो प्रत्येक वाक्य रो आत्मिक अर्थ काढी कि देखो बोलिबा पद मु देखाई पारिबे आपण को द्वितीय कोरिन्थी 2:12 बेटा ଦ୍ୱିତୀୟ କରନ୍ତି ପ୍ରଥମ द्वि- ଦୁଇ ତେର द्वितीय कोरिन्थी 2:12 कटेना ପୁଣି ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରିବା ପାଇଁ बेटा बेटा 2:12 रे ଆଜ୍ଞା ସାର୍ ପ୍ରଥମ କରନ୍ତି प्रथम कोरिन्थी मु द्वितीय कहले कि सॉरी ଯେପରି सॉरी ଯେପରି ଈଶ୍ୱରଙ୍କ ଦ୍ୱାରା ଆମ୍ଭମାନଙ୍କୁ ଅନୁଗ୍ରହରେ ଦତ୍ତ ବିଷୟ ଗୁଡ଼ିକ ଆମ୍ଭେମାନେ ଜାଣିପାରୁ ଏଥିପାଇଁ ଆମ୍ଭେମାନେ ଜଗତର ଆତ୍ମା ନ ପାଇ ଈଶ୍ୱରଙ୍କ ଆତ୍ମା ପାଇଅଛୁ 13 ସେହି ସମସ୍ତ ବିଷୟ ମଧ୍ୟ ଆମ୍ଭେମାନେ ମନୁଷ୍ୟର ଜ୍ଞାନ ଦ୍ୱାରା ଶିକ୍ଷିତ ବାକ୍ୟରେ କହିନଥାଉ ମାତ୍ର ଆତ୍ମିକ ବିଷୟ ସବୁ ଆତ୍ମିକ ବିଷୟ ଦ୍ୱାରା ବୁଝାଇ ଆତ୍ମାଙ୍କ ଦ୍ୱାରା ଶିକ୍ଷିତ ବାକ୍ୟରେ କହିଥାଉ प्रेज द लॉर्ड तो ए 2 पदर आमे देखुछु शिक्षक गण 2 जण मंडली मानकरे 2टी स्पीकर्स प्रथम स्पीकर अटे गले जगतर आत्मा द्वितीय स्पीकर अटंती ईश्वरंकर आत्मा जगतर आत्मा जेते बेला बाइबल रो शिक्षा दिए ताहा मनुष्यर ज्ञान द्वारा शिक्षित वाक्य प्रचार करे ईश्वर आत्मा जेते बेले शिक्षा दियंती से आत्मिक विषय सहित बुझाई की तुलना करके आत्मा को विषय बुझाती ठीक कहले बुझी पारले तो वाह तो सबु मंडली रे जदि बाइबल काढ़ी की प्रचार करी झाड़ी पकाउछंती तो एटे प्रभुंकर वाक्य बोली हुओ नहीं आत्मा को चिन्ह को आत्मा रे प्रचार चली एटा पवित्र आत्मा भी जने दान और पवित्र आत्मांकर भी 9टी अनुग्रह दान अछि पवित्र आत्मा देउथिबा 9टी दान भितर गोटे हला आत्मा चिन्हिबार दान आत्मा चिन्हिबार दान माने कोटा चिन्हिबे आपण एटा किए जागतिक सांसारिक आत्मा रे चालित किए पवित्र आत्मा रे चालित चिन्हिबार किए सांसारिक आत्मा रे प्रचार करूछि किए पवित्र आत्मा रे प्रचार करूछि चिन्हिबार पॉइंट बुझिले तो 13 पदरे सेही समस्त विषय मध्य आम्भे माने मनुष्यर ज्ञानर शिक्षा द्वारा तुम पढ़ो बेटा एटा कौन मोर मोबाइल वर्जन टा टिके उल्टा पलटा थिबो 13 पद ସେହି ସମସ୍ତ ବିଷୟ ମଧ୍ୟ ଆମ୍ଭେମାନେ ମନୁଷ୍ୟର ଜ୍ଞାନ ଦ୍ୱାରା ଶିକ୍ଷିତ ବାକ୍ୟରେ କହିନଥାଉ बस सेट पॉइंट मनुष्यर ज्ञान द्वारा शिक्षित वाक्य
ବାକ୍ୟ ପୁଣି ମନୁଷ୍ୟର ଜ୍ଞାନ ଦ୍ୱାରା ମଧ୍ୟ ଶିଖି ହେବ। ସାଇନ୍ସ ପଢିକି, ସେକ୍ୟୁଲାର ପାଠ ପଢିକି, ଡିଗ୍ରୀ ଫିଗ୍ରୀ ପଢିକି ବାଇବେଲକୁ ଗୋଟେ ପ୍ରକାର ବୁଝି ହେବ। ଥିଓଲୋଜି ଫିଓଲୋଜି କରିକି ଗୋଟେ ପ୍ରକାର ବୁଝି ହେବ। ବଟ୍ ଥିଓଲୋଜି କରିବାଟା ରଙ୍ଗ ନୁହେଁ। ଥିଓଲୋଜି କରିକି ବେସିକ ପାଆନ୍ତୁ, ତାପରେ ଆସିକି ଆତ୍ମା ପାଆନ୍ତୁ ଆଜ୍ଞା। ବୁଝିପାରିଲେ? ମାତ୍ର ଆତ୍ମିକ ବିଷୟ ସବୁ ଆତ୍ମିକ ବିଷୟ ଦ୍ୱାରା ବୁଝାଇ ଆତ୍ମାଙ୍କ ଦ୍ୱାରା ଶିକ୍ଷିତ ବାକ୍ୟ କହିଥାଉ। ଲୋକମାନଙ୍କର ଯେଉଁମାନେ ସାଂସାରିକ ଆତ୍ମା ପାଇକି ଈଶ୍ୱରଙ୍କର ଆତ୍ମିକ ବାକ୍ୟକୁ ମନୁଷ୍ୟର ଜ୍ଞାନର ସାହାଯ୍ୟ ଦ୍ୱାରା ଯଦି ଶିଖିଛି, ସେ ବୁଝିବ କି ପିତର ଯେହେତୁ ଜଳ ଉପରେ ଚାଲିଲେ ଆମେ ବି ଚାଲିବ, ତ ଭାସିବ। ବାକ୍ୟ ଯଦି ସେମିତି ବୁଝିଲ, ତାହେଲେ ସାପ ଉଠାଇବେ ବୋଲି ବାଇବେଲ ଲେଖା ଅଛି। ତେଣୁ ସାପ ଉଠାଇଲେ ମାନେ ମରିଯିବ, ବିଷରେ ମରିବ। ବିଷ ପିଇଲେ ମଧ୍ୟ ତୁମେ ମରିବନି ବୋଲି ବାଇବେଲ ଲେଖା ଅଛି। ତେଣୁକରି ଜଣେ ପାଷ୍ଟରଙ୍କୁ ଟେଷ୍ଟ କରଲା ବିଷ ବୋଟଲ ଆଣିକି, ସେ ଭିଡିଓ ବି ଅଛି। ଆଜ୍ଞା, ଆପଣଙ୍କୁ ଯଦି ଏତେ ବିଶ୍ୱାସ ଅଛି ତାହେଲେ ଏଟା ପିଇକି ଦେଖନ୍ତୁ, ଆପଣ ବଞ୍ଚିଲେ ଆମେ ବିଶ୍ୱାସ କରିବୁ। ବଢିଆ ଉତ୍ତର ଦେଲେ ସେ ପାଷ୍ଟର। ପିଇଥାନ୍ତି, କିନ୍ତୁ ଶୈତାନ ପରୀକ୍ଷା କଲେ କାହିଁକି ପିଇବି? ଶୈତାନ କହିଲେ ତୁମେ ଡେଇଁ ପଡ, ଦୂତ ମାନେ ଆସିକି ତୁମକୁ ଧରିବେ ପରା ବୋଲି ପ୍ରଭୁ ଡେଇଁଲେ କି? ପ୍ରଭୁ ଡେଇଁଲେ ବି କିଛି ହେଇନଥାନ୍ତା ଯେ ତାର କଥା କାହିଁକି ମାନିବାର? ତାହାର ଆଜ୍ଞା ବହ କାହିଁକି ହେବୁ? ତାହାକୁ ଆମେ କାହିଁକି ନିଜକୁ ସାବିତ କରିବୁ? ତୁମେ ଯଦି ଈଶ୍ୱରଙ୍କର ପୁତ୍ର, ତୁମେ ମାନିଲେ ମାନ, ନ मानले नो मान। लोगों के सामने निजों को साबित करने दरकार नहीं हमको। हमको परमेश्वर ग्रहण करंतु, बस व्हाट वी आर, बस एतकी। हमें निजों भी पवित्र भाविबार नहीं, और शैतान सामने भी निजों साबित करने दरकार नहीं। जहाँ भी अच्छु प्रभु को सम्मुखरे एई भोली एई प्रेरणा प्रभुଙ୍କ ଠାରୁ ଆସେ ନାହିଁ ଆଜ୍ଞା। ଥରେ କହୁଥିଲି ଆପଣମାନଙ୍କୁ, ଥରେ ଗୁଡ୍ ଫ୍ରାଇଡେ ବେଳକୁ ଏଠି ଆନ୍ଧ୍ରାରେ ଗୁంటూరుରେ ଜଣେ ପାଷ୍ଟରାଣୀ ମା କ୍ରୁଶ କାଠରେ କ୍ରୁଶ ଲଗାଇ ଦେଲେ ନିଜକୁ, ମେଖ। ମିଡିଆ ବାଲା ଆସିଗଲେ, କଣ ଏଟା? ତ ବ୍ଲଡ ବାହାରୁଛି ହାତ ଗୋଡରୁ। କିଏ କୃଷାର୍ପଣ କରିଦେଲା? ତାଙ୍କର ସ୍ୱାମୀ, ତାଙ୍କର ପାଷ୍ଟର, ତାଙ୍କର ଚର୍ଚ୍ଚର ପାଷ୍ଟର। ଏ ବି ଜଣେ ପାଷ୍ଟର ନାହିଁ, ତାଙ୍କର ଚର୍ଚ୍ଚର ପାଷ୍ଟର। କଣ ଏମିତି କଣ କରିଲ ବୋଲି କହିଲେ, ନାଇଁ ପ୍ରଭୁ ମତେ କହିଲେ କୃଷାର୍ପିତ ହୁଅ ବୋଲି। ଏବେ କୁହନ୍ତୁ, ଏଟା କୋ ପ୍ରଭୁ? ଏଟା ଆମର ପ୍ରଭୁ ତ ନୁହନ୍ତି। ଏଟା ଆମର ପ୍ରଭୁ ସେମିତି କହିବେ ନାହିଁ। ଆମେ ଜାଣିଛୁ ଯୀଶୁ କହିଲେ ଆଜ୍ଞା ମତେ యేసు చెప్పాడు ସିଲିବେ। ପ୍ରଭୁ କଣ କହିବେ? ଯଦ୍ୟପି ପ୍ରଭୁ କହିଛନ୍ତି ପ୍ରତିଦିନ ଆପଣଙ୍କର କ୍ରୁଶ ବହନ କରି ଚାଲ ବୋଲେ, ତୁମେ କାଠ ଗୋଟା ଧରିକି ରାସ୍ତା ସାରା ଚାଲିବି ବୋଲି ବେଳଲେ ହେବ କି? କାଠ କ୍ରୁଶ କାଠ ଗୋଟେ ଧରି ପ୍ରଭୁ ବ୍ୟାଗ କ୍ରୁଶ ଧରିକି ଡ୍ୟୁଟି ଯିବ, କ୍ରୁଶ ଧରିକି ବସ୍ ଚଢିବ, କ୍ରୁଶ ଧରିକି ଟ୍ରେନ ଚଢିବ, ଦୁନିଆ ହସିବ ନାଇଁ କି? ତ ନାଇଁ ଆଜ୍ଞା, ବାଇବେଲ ଲେଖା ହେଇଛି ତ ବଡ ବାଇବେଲର ସବୁ ବାଧ୍ୟ ହେଇଯାଉଛ, ଆଜ୍ଞା ବହ ହେଇଯାଉଛ ବଡ ନାଇଁ। କ୍ରୁଶ ମାନେ କାଠ ନୁହେଁ ବୋଲି କହିଲି ଆପଣ। କ୍ରୁଶ ଏକ ଅନୁଭୂତି ଅଟେ। ପ୍ରଭୁଙ୍କ ସକାଶୁ, ପବିତ୍ରତା ସକାଶୁ, ସତ୍ୟତା ସକାଶୁ ନିନ୍ଦା, ଅପମାନ, ତାଡନା, ମାଡ କି ମରଣ ଆସିଲେ ବି ସହି ଯିବାର, ଏଟା ହେଲା କ୍ରୁଶ। Cross is an experience, suffering for truth, ସତ୍ୟତା ପାଇଁ ଦୁଃଖ ଭୋଗିବାର ଅନୁଭୂତି ଅଟେ କ୍ରୁଶ। ବହନ କରିକି ଚାଲ ବୋଲି ଅର୍ଥ କଣ? ପ୍ରତିଦିନ ବୋଲି ତାର ଅର୍ଥ କଣ? ପ୍ରତିଦିନ ସତ୍ୟତା ପାଇଁ ତୁମେ ଲଢିବାକୁ ପଡିବ ବୋଲି ଅର୍ଥ। ପ୍ରତିଦିନ ସତ୍ୟତା ପାଇଁ, ପବିତ୍ରତା ପାଇଁ, ଯୀଶୁଙ୍କ ପାଇଁ, ସୁସମାଚାର ପାଇଁ ଗାଳି ଶୁଣିବାକୁ ପଡିବ ବୋଲି ଅର୍ଥ। ନିନ୍ଦା ପାଇବାକୁ ପଡିବ ବୋଲି ଅର୍ଥ। ତୁମେ ଖ୍ରୀଷ୍ଟିଆନ ବୋଲି ଲୋକମାନେ ତୁମକୁ ଥୁମ୍ପିବେ ବୋଧେ, ଛି
ଏବଂ କଣ ଏମିତି ଆସିଛନ୍ତି ଏଟା ଅଶୁଭ ଅଶୁଭ ବୋଲି ତୁମକୁ ଦେଖିକି ଏ ସାଇଡରେ ପଳାନ୍ତି ବୋଧେ ଦୁଃଖ ଲାଗିବ କିନି ବାଧିବ କିନି ବର୍ଷା ମାରିଲା ପରେ ଲାଗିବ ସେଦିନ ଆମେ ଏତେ ଅସୁଛି କି ରେ ବୋଲି ଆମେ ଏତେ ଅସନା କି ବାଧିଯାଏ ବେଳେ ବେଳେ ସେଟା ହେଲା କ୍ରୁଶର କରଡ଼ା ସେଟା ଚାଲୁଛି ଆପଣଙ୍କ ଜୀବନରେ ତାହେଲେ ଆପଣ କ୍ରୁଶ ବହନ କରୁଛନ୍ତି ବୋଲି ଅର୍ଥ ଯେଉଁ ମା ଭଉଣୀ ମାନେ ସ୍ୱାମୀଙ୍କର ହାତରେ ମାଡ଼ ଖାଉଛନ୍ତି ଯେଉଁ ପୁଅ ଝିଅ ମାନେ ମା ବାପର ହାତରେ ମାଡ଼ ଖାଉଛନ୍ତି ଚର୍ଚ୍ଚକୁ ଯାଇଥିବାରୁ କ୍ରୁଶ ବହନ କରୁଛନ୍ତି ସେମାନେ ତୁମେ ଖ୍ରୀଷ୍ଟିଆନ ବୋଲି ଯୋଉ ତୁମକୁ ଘର ଭଡାକୁ ଘର ଦିଆ ହଉନି କ୍ରୁଶ ବହନ କରୁଛନ୍ତି ଆପଣ ମାନେ ତୁମେ ଖ୍ରୀଷ୍ଟିଆନ ବୋଲି କିରାଣା ଦୋକାନରେ ତୁମକୁ କିଛି ଜିନିଷ ଦିଆ ହଉନି ନା ନା ତୁ ଆଗେ ଯା ବୋଲି ଠେଲି ପକାଉଛନ୍ତି ଯେହେତୁ ତୁମେ କିଛି ପିନ୍ଧିନ ବୋଲି ଏଟା ଗୋଟେ କ୍ରୁଶ ଏମାନେ ଗୋଟେ ଦଳ ହେଲା ବେଳକୁ ସେ କାଠ ଧରିକି ଚାଲିବା ଲୋକ ଗୋଟେ ଦଳ ଗୋଟେ ଲୋକ ସାଂସାରିକ ଆତ୍ମାକୁ ଫଲୋ କଲା ଏମାନେ ଈଶ୍ୱରଙ୍କ ଆତ୍ମାକୁ ଫଲୋ କଲେ ଏଟା ହେଲା ଫରକ କେତେ ସରଳ ଭାବରେ ବାଇବେଲ ଆମକୁ ବୁଝାଇଲା ବେଳକୁ ନା ଖ୍ରୀଷ୍ଟିଆନ ମାନେ ପୁରା ବାଇବେଲ ପଢିବାକୁ ଛାଣି ହିଁ ଦେଇଛନ୍ତି ଖାଲି ଆଶୀର୍ବାଦର ପଦ ପର୍ବ ବାଛି 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 କ୍ୟାଲେଣ୍ଡରରେ ପ୍ରିଣ୍ଟ କରିକି ସକାଳୁ ଉଠିକି ସେଟା ଦେଖିବାର ଫୁଲି ଯିବାର ଭାବିବାର ଆଜି ବାଇବେଲ ପଢିଦେଲି ଖ୍ରୀଷ୍ଟୀୟ ଜୀବନ ଶୈଳୀ ଆପଣ ମାନେ ଜାଣିପାରିଲେନି ଓକେ ଆଡମିଟ କରିଦିଅନ୍ତୁ ଇଟ୍ସ ଓକେ ଖ୍ରୀଷ୍ଟୀୟ ଜୀବନ ଇଜ ଅ ଲାଇଫଷ୍ଟାଇଲ ଆଜ୍ଞା Christian life is not a healing life. Christian life is not a blessing life. Christian life is a lifestyle. आमानकर ड्रेस विधि विधान अलग आमाने रोजगार कर पैसा आनिबु आमे भी काम करिबु आमे भी पैसा आनिबु किंतु हमारा रास्ता अलग है हम भी खाते हैं हमारा रास्ता अलग है हम भी शादी करते हैं लेकिन सबसे अलग है हम भी घर के लिए आइटम खरीदते हैं सबसे अलग है हम भी फोन यूज करते हैं लेकिन सबसे अलग है भेद जन्माइबाको आसली बोली प्रभु कहले आम भली जन्म हेले आम भली खाइले आम भली बुलले किंतु अलगा थिले कि नहीं लाइफस्टाइल आ गया जीवन शैली जिंदगी जीने का एक तरीका है मसीहियत रविवार दिन गिरजा जाऊँ तेणुकर ख्रीस्टियन की यीशुଙ୍କର ଫଟୋ ଚାରିଟା ଲଗାଇଦେଲ କାନ୍ଥରେ ସେଥିପାଇଁ ଖ୍ରୀଷ୍ଟିଆନ କି ଭାବୁଛନ୍ତି କି ଖ୍ରୀଷ୍ଟିଆନ ନାମ ଜହନ ଦାଉଦ ପିତର ନାମ ପାଇଛୁ ବୋଲି ଖ୍ରୀଷ୍ଟିଆନ ବୋଲି ଭାବିବାର ନାଇଁ କି ଜେଲରେ ଦେଖ ପିତର ଯାକୁବ ଜହନ ମାନେ ସେଠି ଥିବେ ଜେଲରେ ଚୋରି କେସ୍ ମର୍ଡର କେସ୍ ଚିଟିଂ କେସ୍ भूल बुझी नेले प्रभु को भूल बुझी नेले वाक्य को भूल बुझी नेले ख्रीष्टीय जीवन को हिलिंग मीटिंग जीवार नले ब्लेसिंग मीटिंग जीवार हैं आसिकी मद पी देकी डांस करिवार बोल भाबुछंती पिला माने जुवा पिला माने हैं चर्च रे सिनेमा गीत रे डांस करि हेबो नै तेने करी जीसंगर गीत रे लगाइबा डांस कर देबा नै वी कैन नॉट फूल गॉड परमेश्वर को हमें बेवकूफ नहीं बना सकेंगे भैया एक दिन पता चल जाएगा तो विश्वास रो सद्व्यवहार करो अनुग्रह रो सद्व्यवहार करो वाक्य को भी सद्व्यवहार कर खाली प्रतिज्ञा नहीं जीवन किमती बंचिबार ताहार सूत्र लेखा अछि प्रभुकर वाक्य आमर पथर प्रदीप माने कोन टॉर्च लाइट कि नहीं अंधार जगत रे को बाट रे चलीबार हमको रास्ता देखा एटा रास्ता एटा दिस इज द वे माने लाइफस्टाइल बोल कहली जिंदगी जीने का एक तरीका है सबकी तरह नहीं जीते हम लोग हमारा रास्ता अलग लोगों का रास्ता नरक की ओर है हमारा रास्ता स्वर्ग की ओर है तो मैं लास्ट देखु थिलु पवित्र आत्मा कौन पाई दत्त हेले आम्भे बिजाती जे आम्भे माने
ଈଶ୍ୱରଙ୍କର ସନ୍ତାନ ରୂପେ ଗ୍ରହଣ ଯୋଗ୍ୟ ହେବା ନିମନ୍ତେ। ମୁଁ ସେଦିନ କହୁଥିଲି ଗୋଟେ ଏକ୍ସାମ୍ପଲ, ଆମ୍ଭେମାନେ ପବିତ୍ରୀକୃତ ହେବା ପାଇଁ, ପବିତ୍ର ନାହିଁ, ଶୁଚୀକୃତ, ଗାଧାଇକି ପାଣି ଦରକାର, ସାବୁନ ଦରକାର, ପେଷ୍ଟ ବି ଦରକାର। ଓକେ, ଆମ୍ଭେମାନେ ପବିତ୍ରୀକୃତ ହେବା ପାଇଁ ରକ୍ତ ଦରକାର, ବାକ୍ୟ ଦରକାର। ବଟ୍ ହୁ ଇଜ ହୋଲି ସ୍ପିରିଟ୍? ସେ ବି ଆମକୁ ଧୌତ କରନ୍ତି। ପୁଣି ଗୋଟେ ଭଲ କଥା ମତେ ମନେ ପଡିଲା, ମା ଯେତେବେଳେ ଗାଧେଇ ଦିଅନ୍ତି ଆମକୁ ଛୋଟବେଳେ, ସାବୁନ ଧରି, ପାଣି ଧରି, ମୋର ମା ତ ସେ ନଡିଆର ଯେ ଥିବ ନାଇଁ କିନ୍ତୁ ପଛରେ ଘଷି ଘଷି ଥିବାର, ଗୋରା ହେବାର ଚାନ୍ସ ନାହିଁ, ଯେ ପବିତ୍ର ଆତ୍ମା ଅଟନ୍ତି ମା ପରି ଘଷି ଥିବେ ରକ୍ତ ଧରିକି ଆମକୁ। ହୋଲି ସ୍ପିରିଟ୍ କ୍ଲେନ୍ସସ୍। ଦିଅ ସାବୁନ ମଗ ଦେଇଦେଲେ ତାଙ୍କ ହାତରେ, ପୁରା ଘଷି ପକାଇବେ। ଏ କଲର ଗୋରା ନହେଲେ ବି ଚଳିବ, ହୃଦୟ ଶୁଦ୍ଧ ହେଉ ଆଜ୍ଞା, ବିବେକ ଶୁଦ୍ଧ ହେଉ। ବାଇବେଲ ଏମିତି ଲେଖା ହେଇନି କି କଳା ଲୋକ ସ୍ୱର୍ଗ ଯିବ ନାହିଁ, ତେଣୁ ଗୋରା ହେଇକି ଆସ ନା। ହୃଦୟ ଶୁଦ୍ଧ ହେବାର, ଦିଲ ନା ଗୋରା होना है, सफेद होना, व्हाइट। कौन? सूची विवेक, प्योर कॉन्शियंस बोली कहती पावलो। हालेलुया। अब मोटा होने से फर्क नहीं पड़ता, पतला होने से फर्क नहीं पड़ता, लंबा या छोटा होने से फर्क नहीं पड़ता, गोरा या काला होने से फर्क नहीं पड़ता, शिक्षित अशिक्षित बोली फरक किछ नहीं, धनी गरीब बोली फरक किछ नहीं, पवित्रता ही फरक आनिबो। होलीनेस। विजाति माने मंदिर जानती, बहुत पूजा पाठ करती, आमठू बेसी सायप्पा स्वामी वाला तो 40 दिन सेमानकर दीक्षा थाए। एबे डिसेंबर टाइम रे, से जनवरी मकर संक्रांति पर्यंत 40 दिन से माने केरल जाइकी अयप्पा स्वामी टेम्पल रे दर्शन देखिकी से मकर ज्योति देखते, से आकाश रे देखा जाए। पुणी तो सेठी देख से दर्शन पाइबा पई से केते पवित्र न हेले से मकर ज्योति देखी बोली कहिकी से माने 40 दिन ए शीत रे, प्रबल शीत रे से माने स्वेटर भी पिंदोतरी, खाली ब्लैक ड्रेस पिंदोंती, चप्पल पिंदोंतनी, और सकाळे 4टा रे उठिकी ठंडा पानी गाधांती। 40 दिन मद पियंतनी, सिगरेट नहीं, सिनेमा नहीं, परिवार भी दूर, आ समस्त को स्वामी स्वामी बोली डाकिबार, तांको भी तांको स्त्री भी तुमको तांको स्वामी ही डाकिबार अछि, पुओ पिला माने भी स्वामी बोली डाकिबार, एते पवित्र पुणी से माने, बुझिले। तो 40 दिन पर 40 दिन जेते मद पी नथिबे गोटे दिन सरेबे से माने। तो शुद्ध शुद्ध मुंड गाधैबू, सकाल उठिबू, मुंड गाधैबू, मुंड गाधैकी गोटे नुआ ड्रेस गोटे पिंधिबू, आम जाके मंदिर जाके पूजा पाठ करबे। से मन को देवगण से मन को सिखांती शरीर शुद्ध हेउ, किंतु प्रभु हमको सिखांती विवेक शुद्ध हेउ। प्रेज द लॉर्ड। न गाधैकी से मंदिर जीवाकू मना, किंतु हमर चर्च सिंती नहीं, सिंती बोली न गाधैकी जानतो नहीं जे रोगी मान को तो गाधाई तो हेबो नहीं, रोगी मान आसिक बस पड़ती चर्च रे, हॉस्पिटल आने की बस दियते। तो शरीर शुद्ध अपेक्षा विवेकर शुद्ध सूची बहुत आवश्यक अटे। किए शुद्ध करेंगे? पुणी जीशुंकर रक्त और पवित्र आत्मा से दिन देखा रक्त जल और आत्मा आम मान को पवित्र करती, सूची करती। मन रही अच्छे आप पद कोटा एब्री 9:14, हिब्रू 9:14। तेबे जेउ ख्रीष्ट चिरंतन आत्मांक द्वारा आपणाकु निखुंत बलि स्वरूपे ईश्वरंक निकटरे उत्सर्ग कले, ताहांक रक्त केते अधिक परिमाण रे जीवित ईश्वरंक सेवा करिबा निमंते मृत कर्मरु आंभमानंक विवेक को शुद्ध न करिबो। वाह, देखो 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 देखो, जेबे जेउ ख्रीष्ट चिरंतन आत्मांक द्वारा, इटर्नल स्पिरिट, ओके,
ପବିତ୍ର ଆତ୍ମାଙ୍କର ଆଉ ଗୋଟେ ନାମ ଅଟେ ଇଟର୍ନାଲ ସ୍ପିରିଟ, ଚିରନ୍ତନ ଆତ୍ମା। ଚିରନ୍ତନ ଆତ୍ମାଙ୍କ ଦ୍ୱାରା ଆପଣଙ୍କୁ ନିଖୁନ୍ତ ବଳି ସ୍ୱରୂପେ ଈଶ୍ୱରଙ୍କ ନିକଟରେ ଉତ୍ସର୍ଗ କଲେ ତାହାଙ୍କ ରକ୍ତ କେତେ ଅଧିକ ପରିମାଣରେ ଜୀବିତ ଈଶ୍ୱରଙ୍କ ସେବା କରିବା ନିମନ୍ତେ ମୃତ କର୍ମରୁ ଆମ୍ଭମାନଙ୍କୁ ବିବେକକୁ ଶୁଦ୍ଧ ନ କରିବ। ୱାଓ ୱାଓ ୱାଓ। ଚିରନ୍ତନ ଆତ୍ମା, ଯୀଶୁଙ୍କର ରକ୍ତ ଆମ୍ଭମାନଙ୍କର ବିବେକକୁ କେତେ ପରିମାଣରେ ଶୁଦ୍ଧ କଲେ ଆମେ ତାଙ୍କୁ ସେବା କରିପାରିବୁ। ପୁଣି सेवा करने इच्छा करते, सेवा करने इच्छा करते तो क्या चाहिए पता है आपको? सेवा के लिए शुद्ध विवेक, कपटता, गुप्त पाप, चीटिंग, चैटिंग, लोभ, पैसा, काकुर्ती, यही सब विवेक थाए कि आपण माने केते सेवा कले भी प्रभु आपन हाथ में सेवा देवे नहीं। आप खाली सेवा चाकरी करुथिबे, खाली सेवा चाकरी रे के जण अछंती, प्रकृतर सेवा रे केते लोक अछंती। शुद्ध विवेक के आनिबे? चिरंतन आत्मा यीशुଙ୍କ रक्त द्वारा आम्हानकर विवेक को शुद्ध करिवे। प्रेज लॉर्ड। हेब्री बहुत बढ़िया पत्रिका है, हेब्री 10:22 भी पढ़ी दे बेटा, हेब्री 10:22 वंडरफुल। आस आम्भेमाने हृदय प्रक्षालन द्वारा कलुषित विवेकरु शुचीकृत और निर्मल जलरे धौत शरीर होई सरल हृदय सह पूर्ण विश्वास रे ईश्वरଙ୍କ निकटवर्ती हेउ। प्रेज द लॉर्ड। आपण को नूतन जेरूसलेम रो सेई काचर समुद्र विषय रे बोधे कही नथिली भी बोधे नहीं कि? हाँ कही थी। प्राचीर, लाइक अ क्रिस्टल गोल्ड, स्वच्छ स्फटिक तुल्य सुवर्ण, सुवर्ण तुल्य स्वच्छ स्फटिक। स्फटिक माने कौन? काच, काच ग्लास, घरे ग्लास नहीं, काच कहा को दर्शाए? शुद्ध विवेक को दर्शाए। किमती से विवेक शुद्ध है पुणी आम्भे माने आस आम्भे माने हृदय प्रक्षालन द्वारा। प्रक्षालन माने कौन? मो बोल देखो प्रक्षालन माने कौन? आपण माने डेक्ची किना माजिला बेले, बासन माजिला बेले, बेले बेले के जन देखले निजको सैटिस्फैक्शन लगे धोइला बेल को आगे पूरा माजी देकी से टैप तले पूरा उल्टा पलटा करके गोटे बड़ टब रे पानी थिबो से भितरे बुड़ांती, से जते बुड़ाई देकी बाहर करंती। ओ प्रक्षालन माने सेटा, यू नो ग्रीक भाषा रे बैप्टाइज माने सेटा सफा करके पानी रे बुड़ाई की काढ़ीबाटा है बैप्टाइज, बैप्टिज्म सफा। आमे 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 टैप तले डेक्ची गिना को आमे बुलाइले मध्य कोठी कोठी के जाने पानी रो टच करिवो न करिवो मिस हे जाय हेबो हमको ठिकाना नहीं, कंफर्म नहीं। किंतु जब टॉप भीतर में बुड़ाई की काढू कंफर्म टोटली पूरा बुड़ला। ओ सेटा गोटे अलग सैटिस्फैक्शन। डेटॉल वाटर रे हो इटिके सर्फ वाटर रे हो टिके सेंटेड वाटर टिके बुड़ाई की काढिले पूरा सफा है। प्रक्षालन मान हृदय प्रक्षालन हेबार अछि। हृदय प्रक्षालन द्वारा कलुषित विवेकरु शुचीकृत और निर्मल जल जलरे धौत शरीर होई सरल हृदय सह पूर्ण विश्वास रे ईश्वरଙ୍କ निकटवर्ती हेउ। किमती निकटवर्ती हेबे प्रभुଙ୍କର? गिरजा गले निकटवर्ती हेई गलु कि प्रभुଙ୍କର? मीटिंग गले निकटवर्ती हेई गलु कि प्रभुଙ୍କର? नले एमती जूम भितर पसी बसिले प्रभुଙ୍କ निकटवर्ती हेलु कि नहीं? हृदय प्रक्षालन, सुची विवेक, पूर्ण विश्वास। प्रेज द लॉर्ड।
ଏତିକି ଦରକାର ପ୍ରଭୁଙ୍କ ନିକଟକୁ ଯିବାକୁ। ମୁଁ ବହୁତ ଥର କହେ ଆପଣ ମାନଙ୍କୁ, ବସ ରେ କି ଟ୍ରେନ ରେ ଆପଣଙ୍କ ସାଇଡ ସିଟ ରେ ଗୋଟେ ମଦୁଆ ଲୋକ ଆସିକି ବସିଲେ ଆପଣଙ୍କୁ କେତେ ବିରକ୍ତ ନ ଲାଗିବ। ଛି ଗୋଟେ ଆମେ ବିରକ୍ତ ହେଇଯାଉ। ତାକୁ ସାମ୍ନାରେ ଦେଖିକି ଆମେ ବ୍ୟାଗ ରଖି ଦେଇଥାଉ, କାଳେ ଆସିକି ବସି ପଡିବ ବୋଲି। ବ୍ୟାଗ ରଖି ଦେଇକି ଅଛନ୍ତି ପଛକୁ ଯା ବୋଲଥିବ, କେ ନଥିଲେ ବି ଅଛନ୍ତି ପଛକୁ ଯା। ଆରେ ସାଇଡ ସିଟ୍ ଆମେ କିଣିନୁ କା, ତଥାପି ଆମେ ତାକୁ ମାନୁନୁ କି ଏଇଠି ବସୁ ବୋଲି। କେତେ ଜଣ ମା ଭଉଣୀ ମାନେ ତ ପିଲାମାନଙ୍କୁ ଡାକି ଦେଖି ତୁ ଆରେ ଏଠି ବସ୍ତା, ଦିଟା ଚକଲେଟ ଦେବି ବସ୍ତା, ଏଠି ବସେଇ ଦେଇଥାଉ। କାହିଁକି? ମାନେ ଏମିତି ଲୋକ ମୋ ସାଇଡରେ ବସିବାକୁ ହେବ ନାହିଁ। ତାକୁ ଆମେ କାହିଁକି ଘୃଣା କରୁଛୁ? ସେ ଆମର ଶତ୍ରୁ ହେଇଛି କି? ନା ନା ନା। କିନ୍ତୁ ତାର ଅବସ୍ଥା, ତାର ଗନ୍ଧ, ତାର ଦୁର୍ଗନ୍ଧ ଆମକୁ ପଡିବନି, ଆମକୁ ବାନ୍ତି ଲାଗିବ, କାରଣ ଆମକୁ ସେଟା ଅଭ୍ୟାସ ଥିବ। ଆମେ ଯାହାକୁ ଅସନା ଫିଲ୍ କରୁ, ସେମିତି ଲୋକ ଯଦି ଆସିକି ବସୁଛି, ଆମକୁ ଯଦି ପସନ୍ଦ କରୁନୁ, ତ ପରମେଶ୍ୱର କଣ ଶସ୍ତା ହେଇଗଲେ କି ଆଜ୍ଞା? ଆମଠୁ ପବିତ୍ର ନୁହନ୍ତି କି ସେ? କେମିତି ଜଣେ ଅଶୁଚି ଲୋକକୁ ତାଙ୍କ ପାଖକୁ ଆସିକି ବସିବାକୁ ଦେବେ ସେ? ତଥାପି ଶୁଣୁ, ସେ ପ୍ରେମିକ ଦୟାଳୁ ଅଟନ୍ତି। ହଁ, ଏମିତି ବୋଲି ଅଶୁଚି ଲୋକକୁ ସେ କଣ ଧରିଦେବେ କି? ସୁଚି ଆମକୁ ଶୁଦ୍ଧ କରିବା ପାଇଁ ବି ରକ୍ତ ସେ ଦେଲେ, ଆମକୁ ଶୁଦ୍ଧ ଶୁଚି କରିବା ପାଇଁ ବାକ୍ୟ ସେ ଦେଲେ, ଆମକୁ ଶୁଚି କରିବା ପାଇଁ ପବିତ୍ର ଆତ୍ମା ବି ସେ ଦେଲେ। ଆଉ ତଥାପି ଯଦି ଶୁଚିକୃତ ନ ହେଉ, ତ ପରମେଶ୍ୱରଙ୍କର କଣ ଦୋଷ ରହିଲା କୁହନ୍ତୁ ଆପଣ ମାନେ? Praise the Lord. So, परमेश्वर के निकट होने के लिए पवित्रता की जरूरत है। हृदय पवित्र, विवेक पवित्र किए करिवे? पवित्र आत्मा। फाइनल एटा रक्त जल, जल माने कौन? वाक्य बोली बहुत थोड़े कहली, जल जल रूप वाक्य रे आम मान को से परिष्कार कले। एफएसी 5:27। ଆଉ ଆପଣ ୟୁଥ ମିଟିଂ ରେ ବହୁତ ଥର ଶୁଣିଥିବେ 119 ଗୀତ, ତାହାର କେତେ 8 ପଦ କି? ବହୁତ ଥର। ଯୁବା ଲୋକ କେମିତି ଆପଣ ହୃଦୟକୁ ପରିଷ୍କାର କରେ? ମୋ ବାକ୍ୟ ଅନୁଯାୟୀ ତହିଁ ବିଷୟ। ତାଙ୍କ ବାକ୍ୟ ହଁ ହଁ ହଁ, ୟେସ୍ ୟେସ୍। ପଢ 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 ପଢ। 119 ର କେତେ? 9 ପଦ। ଯୁବା ମନୁଷ୍ୟ କି ପ୍ରକାରେ ଆପଣା ପଥ ପରିଷ୍କାର କରିବ, ତୁମ୍ଭ ବାକ୍ୟାନୁଯାୟୀ ତହିଁ ବିଷୟରେ ସାବଧାନ ହେଲେ କରିବ। ବସ୍। ଯୁବା ମନୁଷ୍ୟ କି ପ୍ରକାରେ ଆପଣା ପଥ ପରିଷ୍କାର କରିବ, ତୁମ୍ଭ ବାକ୍ୟ ଅନୁଯାୟୀ ତହିଁ ବିଷୟରେ ସାବଧାନ ହେଲେ କରିବ। ତ ବାକ୍ୟ ଆମମାନଙ୍କୁ ପରିଷ୍କାର କରେ, ରକ୍ତ ଆମ୍ଭମାନଙ୍କୁ ଶୁଚି କରେ। 11 ପଦ ବି। 119:11 କୁଆଡେ ଗଲ ଅଲ୍ଫା? ମୁଁ ଯେପରି ତୁମ୍ଭ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମ୍ଭର ବାକ୍ୟ ସଞ୍ଚୟ କରି ରଖିଅଛି। ଏ 119 ଗୀତର ସ୍ପେଶାଲିଟି କଣ? ମାନେ ବାକ୍ୟର ମୂଲ୍ୟ କଣ ଲେଖା ଅଛି? What is the word actually? ବାକ୍ୟ କଣ କଣ କରିପାରେ, ମତେ ଗୋଟେ ଲିଷ୍ଟ ବନାଇକି ଆପଣ ପୋଷ୍ଟ କରନ୍ତୁ। ଏଇଟା ଗୋଟେ ହୋମୱାର୍କ ଆପଣଙ୍କ ପାଇଁ। କୋଠି 119 ଗୀତରେ ଆପଣ ଫାଇଣ୍ଡ ଆଉଟ୍ କରନ୍ତୁ, what can the word of God do? ଈଶ୍ୱରଙ୍କର ବାକ୍ୟ କଣ କଣ କରିପାରେ? ଫାଇଣ୍ଡ ଆଉଟ୍ କରନ୍ତୁ। ବହୁତ ଥିବ, ଇମ୍ପୋର୍ଟାଣ୍ଟ ପଏଣ୍ଟସ୍ ଟିକେ ସାଇଡ କରନ୍ତୁ। ବାକ୍ୟ କଣ କରେ? ଏଠି ଦେଖୁ, ବାକ୍ୟ ସୂଚି କରେ, ବାକ୍ୟ ପବିତ୍ର କରେ, ବାକ୍ୟ ଅଙ୍କ କରେ, ବାକ୍ୟ ବଞ୍ଚାଇ ଦିଏ, ଗୁଡାଏ ଅଛି। ଆପଣ ଫାଇଣ୍ଡ ଆଉଟ୍ କରି, ମତେ ଓଡିଆରେ କହି ଜାଣିପାରୁନି ଯେହେତୁ ମୁଁ ତେଲୁଗୁ ପଢୁଛି ଯେହେତୁ। ରାଇଟ, ପ୍ରେଜ ଦ ଲର୍ଡ। ତ ଏଟା ହେଲା ପ୍ରଭୁଙ୍କର ଅନୁଗ୍ରହ ଦାନ। ବିଶ୍ୱାସ କଣ ପାଇଁ ଦେଲେ ଶୁଣିଲୁ, ବାକ୍ୟ କଣ ପାଇଁ, ପରିତ୍ରାଣ କଣ ପାଇଁ ଦେଲେ ଶୁଣିଲୁ, ବାକ୍ୟ କଣ ପାଇଁ ଦେଲେ ତାହା ଶୁଣିଲୁ, ପବିତ୍ର ଆତ୍ମା ବି କଣ ପାଇଁ ଦେଲେ। ଏବେ ସରି ନାହିଁ ସେଟା, ପବିତ୍ର ଆତ୍ମାଙ୍କର ଟପିକଟା ଗୁଡାଏ ୱାର୍କ ଅଛି ତାଙ୍କର। ସେଥିରେ ପ୍ରଥମ ବିଷୟ ଆମେ ଶୁଣିଲୁ କି ବିଜାତି ଯେ ଆମ୍ଭେ ମାନେ ମଣ୍ଡଳୀ ରୂପେ ପରମେଶ୍ୱରଙ୍କର ପୁତ୍ର କନ୍ୟା ରୂପେ ଗ୍ରହଣ ଯୋଗ୍ୟ ହେବା ନିମନ୍ତେ ଆମେ ପବିତ୍ର ଆତ୍ମା ପାଇଲୁ। କାଲିକୁ ଏକ୍ସପ୍ଲେନ କରିବୁ। ତାପରେ ପବିତ୍ର ଆତ୍ମା କଣ ପାଇଁ ଦତ୍ତ ହେଲେ? ଆମମାନଙ୍କର ବିବେକକୁ ଶୁଦ୍ଧ କରିବା ପାଇଁ ପବିତ୍ର ଆତ୍ମା ଦତ୍ତ ହେଲେ।
କେମିତି ପବିତ୍ର ଆତ୍ମା ଆମର ବିବେକକୁ ଶୁଦ୍ଧ କରିବେ? ଯୀଶୁଙ୍କ ରକ୍ତ ନେଇକି ଶୁଦ୍ଧ କରିବେ। ପବିତ୍ର ଆତ୍ମାଙ୍କର ଗୁଡାଏ କାମ ଅଛି। ୱାଓ। ମଣ୍ଡଳୀର ସ୍ଥାପନ ଠାରୁ ଆରମ୍ଭ କରି ମଣ୍ଡଳୀ ସ୍ୱର୍ଗକୁ ଯିବା ପର୍ଯ୍ୟନ୍ତ A to Z ଆମେ କାହାର ହାତରେ ଦିଆଯାଇଛୁ ଦାୟିତ୍ୱ? ପବିତ୍ର ଆତ୍ମାଙ୍କର ହସ୍ତରେ ଅଛି। ଯୀଶୁ ଖ୍ରୀଷ୍ଟ କ୍ରୁଶରେ ତାଙ୍କ କାମ ସାରିଲେ, ତାପରେ ପବିତ୍ର ଆତ୍ମାଙ୍କୁ ପଠାଇଲେ ଆଉ କହିଲେ ମଣ୍ଡଳୀ ସ୍ଥାପନ କରିବ, ମୋର ନାମ ବ୍ୟବହାର କରିବ, ମୋର ରକ୍ତ ବ୍ୟବହାର କରିବ, ସୁସମାଚାର ବ୍ୟବହାର କରିବ, ଲୋକମାନଙ୍କୁ ଅନୁତାପ କରାଇବ, ଲୋକମାନଙ୍କୁ ପରିତ୍ରାଣକୁ ଆଣିବ, ଲୋକମାନଙ୍କୁ ମୋ ନିକଟକୁ ଆଣିବ, ଲୋକମାନଙ୍କୁ ମଣ୍ଡଳୀ ସଂଯୁକ୍ତ କରାଇବ, ମଣ୍ଡଳୀକୁ ସିଦ୍ଧ କରିବ, ଆଉ ଦ୍ୱିତୀୟ ଆଗମନ ବେଳକୁ ସେ ମଣ୍ଡଳୀକୁ ମୋ ସାମ୍ନାରେ ଠିଆ କରିବ। ଏତିକି କାମ କାହାର? ପବିତ୍ର ଆତ୍ମାଙ୍କର। ଆଉ ଲୋକମାନେ ପବିତ୍ର ଆତ୍ମାକୁ ନା ଗ୍ରହଣ କରନ୍ତି, ନା ମାନନ୍ତି, ନା ଶୁଣନ୍ତି, ନା ଦେଖନ୍ତି, ନା ବୁଝନ୍ତି, ନା ପାଆନ୍ତି। ତ ସେମାନେ ସ୍ୱର୍ଗ ଜୀବର ପୋଜିସନରେ ଅଛନ୍ତି କି ନା? ଚିନ୍ତା କରନ୍ତୁ, ପ୍ରାର୍ଥନା କରିବା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରଭୁ ଧନ୍ୟବାଦ ଦେଉଛି ପୁନର୍ବାର ତୁମରି ମହାନ ଅନୁଗ୍ରହ ପାଇଁ, ତୁମରି ଦୟା କରୁଣା ପାଇଁ, ତୁମରି ବାକ୍ୟ ପାଇଁ, ତୁମରି ରକ୍ତ ପାଇଁ ଧନ୍ୟବାଦ ଦେଉଛି, ତୁମରି ନାମ ପାଇଁ ଧନ୍ୟବାଦ ଦେଉଛୁ, ତୁମରି କ୍ରୁଶ ପାଇଁ ଧନ୍ୟବାଦ ଦେଉଛୁ ପ୍ରଭୁ, ତୁମରି ସେହି ଦୁଃଖ ଭୋଗ କ୍ଲେଶ ପାଇଁ ଧନ୍ୟବାଦ ଦେଉଛୁ, ତୁମରି ମୃତ୍ୟୁ ପାଇଁ ଧନ୍ୟବାଦ ଦେଉଛୁ, ତୁମରି ପୁନରୁତ୍ଥାନ ପାଇଁ ଧନ୍ୟବାଦ ଦେଉଛୁ। 40 ଦିନ ପର୍ଯ୍ୟନ୍ତ ଆମ ପାଇଁ ତୁମେ ନିଜକୁ ସାବିତ କରିକି ଦେଖାଇଲ ଜୀବିତ, ଏଥିପାଇଁ ଧନ୍ୟବାଦ ଦେଉଛୁ। ତୁମେ ସ୍ୱର୍ଗାରୋହଣ କଲ, ଧନ୍ୟବାଦ ଦେଉଛୁ। ପିତାଙ୍କର ଦକ୍ଷିଣ ପାର୍ଶ୍ୱରେ ବିଦ୍ୟମାନ ହେଲ, ଧନ୍ୟବାଦ ଦେଉଛୁ। ଆମ ପାଇଁ ପବିତ୍ର ଆତ୍ମା ପଠାଇଲ, ଧନ୍ୟବାଦ ଦେଉଛୁ। ଆଉ ପୁନର୍ବାର ଆମ ପାଇଁ ଆସିବାକୁ ଯାଉଛ, ଧନ୍ୟବାଦ ଦେଉଛୁ। ଏ ଭିତରେ ପବିତ୍ର ଆତ୍ମାଙ୍କର ସାହାଯ୍ୟରେ, ତୁମ ରକ୍ତର ସାହାଯ୍ୟରେ, ଏଇ ବାକ୍ୟର ସାହାଯ୍ୟରେ, ବଳରେ ନିଜକୁ ପ୍ରସ୍ତୁତ କରିବା ପାଇଁ ମହାନ ଅନୁଗ୍ରହ ଦେଇଛୁ, ଏଥିପାଇଁ ଧନ୍ୟବାଦ ଦେଉଛୁ। ଏହି ସମସ୍ତ ଅନୁଗ୍ରହ ଦାନ ମଧ୍ୟରୁ କୋଉ ବିଷୟକୁ ମଧ୍ୟ ଯେପରି ଆମେ ଅବହେଳା ନ କରିବୁ, ଅପବ୍ୟବହାର ନ କରିବୁ, ଏଥିପାଇଁ ସାହାଯ୍ୟ କର। ତୁମରି ଆଗମନ ପାଇଁ ଆମ ସମସ୍ତଙ୍କୁ ପ୍ରସ୍ତୁତ କର। ବାକ୍ୟ ଶୁଣିଥିବା ସମସ୍ତଙ୍କୁ ଆଶୀର୍ବାଦ କର, ଦୟା କର, ସାହାଯ୍ୟ କର। ଧନ୍ୟବାଦ ଏଇ ପ୍ରାର୍ଥନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମରେ ମାଗିଲି ପିତା, ଆମେନ୍। ଏତେବେଳେ ପିତା ପରମେଶ୍ୱରଙ୍କର ପ୍ରେମ, ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅସୀମ ଅନୁଗ୍ରହ, ପବିତ୍ର ଆତ୍ମାଙ୍କର ଶାନ୍ତି, ସହାୟତା, ସହଭାଗିତା, ପ୍ରଭୁଙ୍କର ଗୌରବମୟ ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ଆମ ସମସ୍ତଙ୍କର ସଦା ସହବର୍ତ୍ତୀ ହୁଅନ୍ତୁ। ଆମେନ୍। ଯୀଶୁଙ୍କ ନାମରେ ଜୟ, ଯୀଶୁଙ୍କ ରକ୍ତରେ ଜୟ, କାଲବରୀ କ୍ରୁଶର ଜୟ। ହାଲେଲୁୟା, ହାଲେଲୁୟା, ହାଲେଲୁୟା।